ଜୟ ଜଗନ୍ନାଥ ୟୁଟ୍ୟୁବ ଫ୍ୟାମିଲି କେମିତି ଅଛନ୍ତି ସମସ୍ତେ? ଆଶା କରୁଛି ସମସ୍ତେ ଭଲରେ ଥିବେ। ଆଜି ଶଙ୍ଖାରି ବୁଢ଼ା କାହାଣୀର ଦ୍ୱିତୀୟ ଭାଗଟିକୁ ନେଇ ଆସିଛି। ତ ଚାଲନ୍ତୁ ଆଉ ଡେରି ନ କରି ଜେଜେଙ୍କ ଠାରୁ କାହାଣୀଟି ଶୁଣିବା। ଆରେ ଚଗଲା ଗୁଡ଼ା, ସେଦିନ କେଉଁଠାରେ ଗପଟି ଛାଡ଼ିଥିଲି? ଟିକେ ମନେ ପକାଇଦେଲ, ଏଥର ଆରମ୍ଭ କରିବା। କାଶୀ ଜେଜେ, ଶଙ୍ଖାରି ବୁଢ଼ା ଶଙ୍ଖାର ପଇସା ନେଇ ନଥିଲା, ସେଇଠୁ ଆରମ୍ଭ କର। ଆରେ ଶୁଣ କହୁଛି। ବୁଢ଼ା କହିଲା, ନା ନା, ମୋ ମାଆକୁ ମୁଁ ଦେଇଛି, ମୁଁ କ'ଣ ଦାମ ନେବି? ଶଙ୍ଖା ମୁଠାକ ପାଇଁ ମୁଁ କ'ଣ ଗରିବ ହେଇଯିବି ନା କ'ଣ? କହିସାରି ଶଙ୍ଖା ରଖିଦେଇ ବୋଝଟି ଧରି ଚାଲିଗଲା। କିନ୍ତୁ ଦାସୀ ପଛରେ ଡାକୁଥାଏ, ସେ ନ ଶୁଣି ଫେରି ଚାହିଁଲା ନାହିଁ। ସେହିପରି ବୁଢ଼ା ଶଙ୍ଖାରି 3-4 ଦିନରେ ଥରେ ଗାଁକୁ ଆସେ। ଶଙ୍ଖାଟା କ'ଣ ପ୍ରତିଦିନ ବେପାର କଲେ ଲୋକମାନେ କିଣିବେ ନା କ'ଣ? ପୁନେଇ ପରବରେ କିଏ କେମିତି ନୂଆ ଶଙ୍ଖା ଖୋଜେ। ବୁଢ଼ା ଖାଲି ଘର ଘର ବୁଲି ଫେରେ, ଶଙ୍ଖା ବିକିବା ଉଦ୍ଦେଶ୍ୟ ନଥାଏ। ସିଏ ଖାଲି ଆସେ ସେହି ନିଜର ମାଆଟିକୁ ଦେଖିବା ପାଇଁ। ଏହିପରି ଆସେ, ପାଟି କରି ଡାକ ଦିଏ, ନୂଆ ଶଙ୍ଖା ନେବ? ବୁଢ଼ାର ପାଟି ଶୁଣି ବୋହୂଟି ଦୁଆରେ ପାଖରେ ଛିଡ଼ା ହୁଏ। ବୁଢ଼ା ଦେଖି ମନ ପୁରି ଉଠେ। ବୁଢ଼ା ପଚାରେ, ମା ଶଙ୍ଖା ନବୁ? କାଳେ ନବାକୁ କହିବ। ତାହେଲେ ତା ମାଆଟିର ଚମ୍ପାଫୁଲିଆ ସୁନ୍ଦର ହାତରେ ଶଙ୍ଖା ଦେବି। କିନ୍ତୁ ବୋହୂ ମୁଣ୍ଡ ହଲାଇ ଦିଏ। ବୁଢ଼ା ଫେରିଯାଏ। ଦିନେ ଦିନେ ବୋହୂ ଆସିବାରେ ଡେରି ହୁଏ। ଦାସୀ ପାଟି କରିଦିଏ, ବୋହୂ ସାନ୍ତାଣୀ, ତୁମ ପୁଅ ଆସିଲାଣି। ବୁଢ଼ା ଏଇଭଳି ଡାକିବାରେ ବୋହୂ ମୁଣ୍ଡ ହଲାଏ। ବୁଢ଼ା ବାଟରେ ଫେରିଲା ବେଳେ ଭାବେ, ମା ପାଇଁ ମନରେ ଅଛି ଆସମାନା ତାରା ଶଙ୍ଖାକୁ ଆଣିଦେବି। ଶେଷରେ ଠିକ୍ କଲା, ରଜ ସଂକ୍ରାନ୍ତି ବେଳକୁ ଯୁଆଡ଼ୁ ହେଲେ ଆଣିଦେବି। ମା ମୋର ପିନ୍ଧିବ, କେତେ ଖୁସି ହେବ। କିନ୍ତୁ ବୁଢ଼ା ବୈଶାଖ ମାସ ଖରାରେ ବାଟ ଚାଲୁ ଚାଲୁ ପାଣି ପିଆ ଦେହରେ ଜ୍ୱର ହେଲା। ଦେଖୁ ଦେଖୁ ଜ୍ୱରରେ ଗୋଡ଼ ହାତ ଫୁଲି ଉଠିଲା। ଆଉ ସମସ୍ତେ କହିଲେ ବୁଢ଼ା ବଞ୍ଚିବ ନାହିଁ। ବୁଢ଼ାର ମନରେ ଭାବନା, ମୋର ମାଆକୁ ଦେଖି ଆସିବାକୁ। ମନ ଛଟପଟ ହେଉଥାଏ। ଚାହୁଁ ଚାହୁଁ ରଜ ସଂକ୍ରାନ୍ତି ପାଖେଇ ଆସିଲା। କାଶୀ ଜେଜେ, ଏ ଶଙ୍ଖାରି ବୁଢ଼ାର ଜ୍ୱରରେ ଗୋଡ଼ ହାତ ଫୁଲିଗଲାଣି, ସେଥର ଚାଲିଯିବ ନା କ'ଣ? ଆରେ କହୁଛି ଶୁଣ। ବୁଢ଼ା ତାର ମାଆକୁ 2 ମାସ ହେଲା ଦେଖି ନାହିଁ। ଦେହ ଖରାପ ଯୋଗୁଁ ମା କଥା ମନେ ପଡ଼ିବାରୁ ବୁଢ଼ାର ବଳ ଆସିଗଲା। ତାର ମା ଆସମାନା ତାରା ଶଙ୍ଖା ପିନ୍ଧିବାକୁ କହିଥିଲା। ବୁଢ଼ା ନିଜେ ତିଆରି କରିବାକୁ ଭାବି କହିଲା, ଏପରି ସୁନ୍ଦର କରି ଗଢ଼ିବି, ଯିଏ ବି ଦେଖିବ ଘଡ଼ିଏ ଅନାଇବ। ଆଉ ସେ 60 ବର୍ଷର ବେପାରର ମୂଲ୍ୟରେ ଆସମାନା ତାରା ତିଆରି କଲା। ବହୁ କଷ୍ଟରେ ନିଜ ହାତରେ ଗଢ଼ିଲା। ଏପରି ନିଜେ କେବେ ଗଢ଼ି ନଥିଲା। ଶଙ୍ଖା ଦେଖି ବୁଢ଼ାର ମନ ଖୁସି। କହିଲା, ଏ ଶଙ୍ଖା ମୁଠାକ ତାର ମା ହାତକୁ ମାନିବ। ଆଉ ରଜ ଆଗ ଦିନ ପହିଲି ରଜ। ଝିଅ ବୋହୂ ମାନେ ନୂଆ ଶଙ୍ଖା ନୂଆ ଶାଢ଼ୀ ପିନ୍ଧନ୍ତି। ଏପରିକି ରାତି ସାରା ବୁଢ଼ାର ନିଦ ନାହିଁ। ବୁଢ଼ା କହିଲା, ମୁଁ ତ ଚାଲିପାରିବି ନାହିଁ। ଆଉ କାହାକୁ ଦେଇ ପଠାଇଲେ ସୁନ୍ଦର ହେବ ନାହିଁ। ନା, ମୁଁ ନିଜେ ଯାଇ ମାଆକୁ ଦେଖି ଦେଇ ଆସିବି। ବୁଢ଼ା ସକାଳୁ ପଖାଳ ମୁଠାଏ ଖାଇ ଶଙ୍ଖା ମୁଠିକ ଗାମୁଛା କାନିରେ ବାନ୍ଧି ବହୁ କଷ୍ଟରେ 5 କୋଶ ବାଟ ଚାଲିବା ବେଳକୁ ବେଳ ଗଡ଼ିଗଲାଣି। ବୁଢ଼ା ତା ମା ଦୁଆରେ ଠିଆ ହୋଇ ମନ ଆନନ୍ଦରେ ଡାକିଲା, ଶଙ୍ଖା ନବ ଶଙ୍ଖା? କେହି ନ ଶୁଣିବାରୁ ପୁଣି ଡାକିଲା, ମାଲୋ ଶଙ୍ଖା ନବୁ ପରା? ଏହିପରି କେହି ନ ଶୁଣିବାରୁ ବୁଢ଼ାର ମନ ଦୁଃଖ ହେଲା। ଭାବିଲା, ଥରେ ଡାକିଦେଲେ ମା ଆସି ଠିଆ ହୋଇଯାଏ। 2 ଥର ଡାକିଲେଣି, ତଥାପି କେହି ଶୁଣୁନାହାନ୍ତି। ଆଉ ଥରେ ଦୁଆର ପାଖକୁ ଯାଇ କହିଲା, ମା ମୁଁ ଆସିଛି, ଶଙ୍ଖା ଆଣିଛି ତୋରି ପାଇଁ। କାଶୀ ଜେଜେ, ବୁଢ଼ା ଏତେ କଷ୍ଟରେ ଶଙ୍ଖା ତିଆରି କଲା, କିନ୍ତୁ ମା ଘରେ ଆସି ଡାକୁଛି, କେହି ବି ଶୁଣୁନାହାନ୍ତି। ତାପରେ କ'ଣ ହେଲା? ଆରେ ଶୁଣ, ସାନ୍ତାଣୀ ନିଜେ ଆସିଲେ। ତାଙ୍କ ପଛରେ ଦାସୀ। ତାଙ୍କୁ ଦେଖି ବୁଢ଼ା କହିଲା, ମୋ ମା କାହିଁ? ମୁଁ ତା ପାଇଁ ଆସମାନା ତାରା ଶଙ୍ଖା ଆଣିଛି, ରଜରେ ପିନ୍ଧିବ। ସାନ୍ତାଣୀ କହିଲେ, ନା, ଶଙ୍ଖା ଲୋଡ଼ା ନାହିଁ।
ତମ ଶଙ୍ଖା ନେବ ନାହିଁ, ଯାଅ ତୁମେ ଫେରିଯାଅ। ବୁଢ଼ା କହିଲା, ନା ନା, ମୁଁ ମୋ ମା ପାଇଁ ବଡ଼ ଶରଧାରେ ତିଆରି କରି ଆଣିଛି। ହଉ ଶଙ୍ଖା ନ ନେଲେ ନାହିଁ, ମୋ ମାକୁ ଥରେ ଡାକିଦିଅ, ମୁଁ ଥରେ ଦେଖିଦେବି। ବହୁତ ଦିନ ହେଲା ଦେଖି ନାହିଁ। ଶାଶୁ କହିଲା, ନା, ଦେଖା ହୋଇପାରିବ ନାହିଁ। ବୁଢ଼ା ମନ ଦୁଃଖରେ ଆଖି ଛଳ ଛଳ କରି କାନ୍ଦି କହିଲା, ମୁଁ ମୋ ମାକୁ ଥରେ ଦେଖିବି। ମୁଁ କ'ଣ ଆଉ ବଞ୍ଚିବି ଯେ ମୋତେ ନାହିଁ କରୁଛ? ତାପରେ ଶାଶୁ ଦାସୀକୁ କହିଲେ, ବୋହୂକୁ ଡାକିଦେ। ଦାସୀ ବୋହୂକୁ ଡାକିବାରେ ବୋହୂ ଆସି ସେହିଭଳି ସେହିଠାରେ ଠିଆ ହେଲା। ବୁଢ଼ା ମନରେ ତା ମା'ର ଝୁମୁରୁ ଝୁମୁରୁ ଶବଦ, ହସ ହସ ମୁହଁଟିକୁ ଦେଖିବା ପାଇଁ ଆନନ୍ଦ ପୁରି ଉଠିଲା। ଏପଟରେ ବୋହୂର 4 ଆଙ୍ଗୁଳି ନାଲି ଶାଢ଼ୀ, କୁମ୍ଭକିନିରା ଦକ୍ଷିଣା ପାଟ କିଛି ନାହିଁ। 2 ଗୋଡ଼ଟି ନଙ୍ଗଳା ଦିଶୁଛି, ପିନ୍ଧିଛି ଖଣ୍ଡେ ଧଳା ଥାନ ଲୁଗା, ଆଉ ହାତରେ କିଛି ନାହିଁ। ବୁଢ଼ା ଦେଖି ଥରି ଉଠିଲା, ମୁଣ୍ଡ ଘୂରିଗଲା। କହିଲା, ମାଲୋ, ମୁଁ ନ ମରି କାହିଁକି ତୋତେ ଦେଖିବାକୁ ଆସିଲି? ଏସବୁ ଦେଖିବା ପାଇଁ ବୁଢ଼ା ଯତନ ଓ ଶରଧାରେ ଆଣିଥିବା ଆସମାନା ତାରା ଶଙ୍ଖାକୁ ଗାମୁଛାରୁ ଫିଟାଇ ବାହାରେ ଫିଙ୍ଗି କଚାଡ଼ି ଦେଲା। ସେହି ସ୍ଥାନରୁ ସେ ଏକମୁହାଁ ହୋଇ ଫେରି ଚାଲିଗଲା। ତାପରେ ଦାସୀ ଓ ଶାଶୁ ରଡ଼ି କରି କାନ୍ଦିଲେ। ଆରେ ପିଲେ, ଏହିଠାରେ ଗପଟି ରଖିବା। ଦର୍ଶକ ବନ୍ଧୁ, କାହାଣୀଟି ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରିବେ, କମେଣ୍ଟ କରିବେ, ସେୟାର କରିବେ। ଏମିତି ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଜି ପାଇଁ ରହୁଛୁ। ଜୟ ଜଗନ୍ନାଥ।